ବନ୍ଧୁଗଣ, ସାମୁଦ୍ରିକ ଶାସ୍ତ୍ର ଓ ଭବିଷ୍ୟ ପୁରାଣ ଅନୁସାରେ ଚେହେରାର ଗଢ଼ଣକୁ ଦେଖି ବହୁତ କିଛି କୁହାଯାଇଛି। ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ଚେହେରା ଦ୍ୱାରା ସେମାନଙ୍କର ଭବିଷ୍ୟତ ବର୍ଣ୍ଣନା କରାଯାଇଥାଏ। ଯେପରି ଜଣେ ବ୍ୟକ୍ତିର ଚେହେରା ଅନୁସାରେ ତା'ର ବ୍ୟକ୍ତିତ୍ୱ କିପରି ହେବ, ତା'ର ଆଚରଣ କିପରି ହେବ, ତା'ର ଚାଲିଚଳନ କିପରି ହେବ, ତାହା ସବୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଅଛି। କାହା ଚେହେରାର ଗଢ଼ଣ ସୁନ୍ଦର, ତା'ର ଅର୍ଥ ଏହା ନୁହେଁ ଯେ ତା'ର ଭବିଷ୍ୟତ ମଧ୍ୟ ସୁନ୍ଦର ହେବ ଏବଂ କେହି ଦେଖିବାକୁ ସୁନ୍ଦର ନୁହେଁ, ତା'ର ମାନେ ଏହା ନୁହେଁ ଯେ ତା'ର ଭବିଷ୍ୟତ ବିଗିଡ଼ି ଯାଇଛି। ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ। ଯଦି ଆପଣ କାହାକୁ କୁହନ୍ତି, ତୁମର ଚେହେରା ମାଙ୍କଡ଼ କିମ୍ବା ଛେଳି ପରି ଦେଖାଯାଉଛି, ତେବେ ସେ ଆପଣଙ୍କୁ ମାରିବା ପାଇଁ ଗୋଡ଼ାଇବ। ଯଦି ଆପଣ କହନ୍ତି, ତୁମର ଚେହେରା ସିଂହ ପରି ଦେଖାଯାଉଛି, ତେବେ ସେ ଖୁସି ହୋଇଯାଇଥାଏ। କିନ୍ତୁ ସମୁଦ୍ର ଶାସ୍ତ୍ରରେ ଏହାର ସ୍ଥିତି ଖୁବ୍ ବିପରୀତ। ସେଥିରେ କୁହାଯାଇଛି, ଯଦି ଜଣେ ବ୍ୟକ୍ତିର ଚେହେରା ମାଙ୍କଡ଼ କିମ୍ବା ଛେଳି ପରି ହୋଇଥାଏ, ସେ ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାଏ। ଏମିତି ବ୍ୟକ୍ତି ପାଖରେ ବହୁତ ଧନ ସମ୍ପତ୍ତି ରହିଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମୁହଁର ଆକୃତି ଦୁଇ ପ୍ରକାରର ହୋଇଥାଏ, ଯେମିତି ପ୍ରଥମ ଆୟତାକାର, ଗୋଲାକାର ଓ ଚକର ଇତ୍ୟାଦି। ଦ୍ୱିତୀୟ କେଉଁ ପଶୁ ଓ ପକ୍ଷୀ ପରି। ଚାଲନ୍ତୁ ପ୍ରଥମେ ଜାଣିବା ଆକାର ଆଧାର ଉପରେ। ଜାଣିବା ପୂର୍ବରୁ ଯଦି ଏତେ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଡେରି ନକରି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଅଣ୍ଡାକାର ଆକୃତିର ଚେହେରା ଥିବା ଲୋକ ବହୁତ ଆକର୍ଷକ ହୋଇଥାନ୍ତି। ଏମିତି ଲୋକ ମିଡ଼ିଆ ଇଣ୍ଡଷ୍ଟ୍ରିରେ ବହୁତ ନାମ ତିଆରି କରିଥାନ୍ତି। ଏମିତି ଲୋକ ଯେଉଁ ପରିସ୍ଥିତିରେ ହେଲେ ବି ନିଜକୁ ସମ୍ଭାଳି ପାରନ୍ତି, କିନ୍ତୁ ଏହି ଲୋକମାନେ ବହୁତ ଶୀଘ୍ର ରାଗିଯାଆନ୍ତି ଓ ଏ ଲୋକମାନେ ବହୁତ ଜିଦଖୋର ପ୍ରକୃତିର ହୋଇଥାନ୍ତି। ଏହି ଆକାରର ମହିଳାମାନେ କଳା କ୍ଷେତ୍ରରେ ବହୁତ ନିପୁଣ ହୋଇଥାନ୍ତି। ଲମ୍ବା ଚେହେରା ଥିବା ଲୋକ ଖେଳକୁଦରେ ପାରଙ୍ଗମ ହୋଇଥାନ୍ତି। ଏହି ଲୋକମାନଙ୍କ ଶାରୀରିକ କ୍ଷେତ୍ରରେ ବହୁତ ମଜବୁତ ହୋଇଥାନ୍ତି। ଏହି ଲୋକମାନେ ସବୁ ପରିସ୍ଥିତିରେ ନିଜକୁ ଭଲ ଦେଖାଇ ହେବା ପାଇଁ ଚେଷ୍ଟା ଜାରି ରଖିଥାନ୍ତି। ଯାହାର ଚେହେରା ଲମ୍ବା ହୋଇଥାଏ, ସେମାନେ ଜିଦଖୋର ଓ ଗର୍ବୀ ହୋଇଥାନ୍ତି। ଏହି କାରଣରୁ ଏମାନଙ୍କୁ କେତେଥର ଆଲୋଚନାର ଶିକାର ହେବାକୁ ପଡ଼ିଥାଏ, କିନ୍ତୁ ନିଜର ଜିଦ୍ କାରଣରୁ ଏମାନେ ନିଜ କାମରେ ସଫଳତା ହାସଲ କରିପାରନ୍ତି। ଏବେ ଜାଣିବା ତ୍ରିକୋଣାକାର ବା ଚତୁର୍ଭୁଜାକାର। ଚତୁର୍ଭୁଜାକାର ଲୋକ ଶାରୀରିକ କ୍ଷେତ୍ରରେ ଦୁର୍ବଳ ଓ ପତଳା ହୋଇଥାନ୍ତି। ଏମାନେ ଜନ୍ମରୁ ବହୁତ ପ୍ରତିଭାଶାଳୀ ହୋଇଥାନ୍ତି। ଏମାନଙ୍କୁ ରଚନାତ୍ମକ ଓ କଳାତ୍ମକ କାର୍ଯ୍ୟ କରିବା ପାଇଁ ପସନ୍ଦ ହୋଇଥାଏ, କିନ୍ତୁ ଏମାନଙ୍କୁ ଛୋଟ ଛୋଟ ଭୁଲ ବି ରାଗ ଆସିଯାଇଥାଏ। ଚୋକର ସେପ୍ ଥିବା ଲୋକ ବହୁତ ବୁଦ୍ଧିମାନ ଓ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ନିଜର ବୌଦ୍ଧିକ କ୍ଷମତା ଓ ପ୍ରବଳ ଭାଗ୍ୟ କାରଣରୁ ବଡ଼ରୁ ବଡ଼ ଅସୁବିଧାକୁ ଦୂର କରନ୍ତି। ଏପରି ଲୋକ ନିଜ ଇଚ୍ଛା ଅନୁସାରେ ଅନ୍ୟଠାରୁ କାମ ହାସଲ କରିବାରେ ସଫଳ ହୋଇଥାଏ। ଆୟତାକାର ଚେହେରା ଲୋକ ବହୁତ ଭାବୁକ ଓ ସମ୍ବେଦନଶୀଳ ହୋଇଥାନ୍ତି। ଏମାନେ ପରଲୋକଙ୍କ ସହିତ ଜଲ୍ଦି ମିଶିଯାଆନ୍ତି। ଏମିତି ଲୋକ ନିଜର ସମସ୍ତ କାର୍ଯ୍ୟ ଯୋଜନାବଦ୍ଧ ଭାବରେ କରିଥାନ୍ତି। ଏମାନଙ୍କର କ୍ୟାରିୟର ବହୁତ ଉଚ୍ଚ ହୋଇଥାଏ। ଗୋଲାକାର ଚେହେରା ଥିବା ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କୁ ଭାଗ୍ୟ ଦ୍ୱାରା ଭଲ ଚାକିରି ମିଳିଥାଏ। ଏମାନେ ବହୁତ ହସଖୁସିର ମଣିଷ ହୋଇଥାନ୍ତି। ଏମାନେ ବହୁତ ଇମୋସନାଲ ହୋଇଥାନ୍ତି। ସେମାନେ ଅନ୍ୟମାନଙ୍କର ବହୁତ ଭଲ ଭାବରେ ଯତ୍ନ ନିଅନ୍ତି। ଏମିତି ଲୋକ ଭାଗ୍ୟ ଭରସାରେ ନ ବସି ଅଧିକ ପରିଶ୍ରମ କଲେ ଅଧିକ ସଫଳ ପାଇଥାନ୍ତି। ଏବେ ଚାଲନ୍ତୁ ଜାଣିବା ପଶୁ ଓ ପକ୍ଷୀ ଭଳି ଚେହେରା ଥିବା ବ୍ୟକ୍ତିଙ୍କ ବିଷୟରେ।
ସିଂହ ଭଳି ଚେହେରା। ଏଭଳି ବ୍ୟକ୍ତି ଶରୀରର ବହୁତ ହୃଷ୍ଟପୃଷ୍ଟ ବଳିଷ୍ଠ ଓ ସୁନ୍ଦର ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି। ଏମାନେ କେଉଁ କଥା ବିଷୟରେ ଚିନ୍ତା କରନ୍ତି ନା କୌଣସି ବିପତ୍ତି ଆସିଲେ ଭୟଭୀତ କରନ୍ତି। ବିପତ୍ତିର ସାମ୍ନା କରିବା ତଥା ଅସୁବିଧାରେ ବିଜୟ ପ୍ରାପ୍ତ କରିବା ଏମାନଙ୍କର ବାମ ହାତର ଖେଳ ହୋଇଥାଏ। ଓଟ ପରି ଚେହେରା। ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ଏମାନେ ସ୍ୱଭାବରେ ଗମ୍ଭୀର ତଥା ଶାନ୍ତ ଦେଖାଯାଇଥାନ୍ତି, କିନ୍ତୁ ଏମାନଙ୍କର ଅନ୍ୟମାନଙ୍କ ପାଇଁ ପ୍ରେମ ତଥା ସହାନୁଭୂତି ନଥାଏ। ଏମାନଙ୍କର ଭାଷା ମଧ୍ୟ କଠୋର ହୋଇଥାଏ। ଶୁଦ୍ଧ ସମାଜରେ ଏମାନଙ୍କୁ ଭଲ ନଜରରେ ଦେଖାଯାଏ ନାହିଁ। ଘୋଡ଼ା ପରି ଚେହେରା। ଏମାନେ ସ୍ୱଭାବରେ ବହୁତ ଉଦାର ହୋଇଥାନ୍ତି, କିନ୍ତୁ ଗର୍ବୀ ହୋଇଥାନ୍ତି। ଏମିତି ଲୋକ ଯାତ୍ରାପ୍ରେମୀ ହୋଇଥାନ୍ତି, କିନ୍ତୁ ପରିଶ୍ରମ କରିବାକୁ ଆଦୌ ଭୟଭୀତ କରନ୍ତି ନାହିଁ। ଏମିତି ଲୋକ ନିଜର ପରାକ୍ରମରେ ସବୁକିଛି ହାସଲ କରିପାରନ୍ତି। ଗଧିଆ ପରି ଚେହେରା। ଏମାନେ ସ୍ୱଭାବରେ ସରଳ, ବିନମ୍ର ଓ ବହୁତ ଭଲ ହୋଇଥାନ୍ତି। ଏମାନେ ଅନ୍ୟମାନଙ୍କଠାରୁ ସବୁ ଦେଖିକରି ଶିଖିଥାନ୍ତି। ଏମାନେ ସ୍ୱୟଂ କୌଣସି ନିଷ୍ପତ୍ତି ନେଇପାରନ୍ତି ନାହିଁ। ଅନ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ଜ୍ଞାନକୁ ଏମାନେ ଅଧିକ ପସନ୍ଦ କରିଥାନ୍ତି। ବଳଦ ପରି ଚେହେରା। ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ଯେଉଁଭଳି ବଳଦର ପରିଶ୍ରମର ଫଳ ଚାଷୀ ପାଇଥାଏ, ଠିକ୍ ସେହିଭଳି ଏମାନଙ୍କ ପରିଶ୍ରମର ଫଳ ଅନ୍ୟମାନେ ପାଇଥାନ୍ତି। ଏମାନେ ବହୁତ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତି, କିନ୍ତୁ ଖାଲି ସମୟରେ ଏମାନେ ବହୁତ ଅଳସୁଆ ଥାନ୍ତି। କାଉ ପରି ଚେହେରା। ଏହିଭଳି ଲୋକ ଅଶିଷ୍ଟ, ଚତୁର, ଲୋଭୀ ତଥା ଧୋକେବାଜ ହୋଇଥାନ୍ତି। ଏମାନଙ୍କ ମନରେ ପ୍ରତ୍ୟେକ ବସ୍ତୁକୁ ଛଡ଼ାଇବାର ଇଚ୍ଛା ଥାଏ। ଏମିତି ଲୋକଙ୍କୁ ସମାଜରେ ହେୟ ଦୃଷ୍ଟିରେ ଦେଖାଯାଏ। ଇଗଲ୍ ପରି ଚେହେରା। ଏପରି ମନୁଷ୍ୟ ସାହସୀ, ଦୂରଦର୍ଶୀ ତଥା ଶ୍ରେଷ୍ଠ ଚରିତ୍ରର ବ୍ୟକ୍ତି ହୋଇଥାନ୍ତି, କିନ୍ତୁ ଏମାନଙ୍କଠାରେ ମଧ୍ୟ ଅନ୍ୟମାନଙ୍କ ବସ୍ତୁ ଉପରେ ଚତୁରତା ସହିତ ଅକ୍ତିଆର କରିବା ପାଇଁ ଇଚ୍ଛା ପ୍ରବଳ ଥାଏ। ପାରା ପରି ଚେହେରା। ଏପରି ଲୋକ ଲୋଭୀ ତଥା ଚିଡ଼ିଚିଡ଼ା ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି। ଏପରି ଲୋକ ଜ୍ଞାନ ଉଚ୍ଚ ହୋଇଥାଏ। ଏପରି ଲୋକ ନକଲବାଦୀ ହୋଇଥାନ୍ତି। ବଡ଼ ମଣିଷ ପରି ଚେହେରା। ଏପରି ଲୋକ ଲୋଭୀ, ଚାଲାକି ତଥା ନକଲବାଦୀ ହୋଇଥାଏ। ଏମାନେ ଅନ୍ୟ ଉପରେ ହାକିମ କରିବାକୁ ଚାହାନ୍ତି। ହରିଣ ପରି ଚେହେରା। ଏମାନେ ଲୋକ ଫୁର୍ତ୍ତି ହୋଇଥାନ୍ତି। ସ୍ୱଭାବରେ ଚଞ୍ଚଳ ଓ ଅସ୍ଥିର ବିଚାରର ହୋଇଥାନ୍ତି। ଏପରି ଲୋକ ଶୃଙ୍ଗାର ପ୍ରେମୀ ହୋଇଥାନ୍ତି। ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି। ଏମିତି ଚେହେରା ପୁରୁଷ ଅପେକ୍ଷା ସ୍ତ୍ରୀମାନଙ୍କର ଅଧିକ ଥାଏ। ଭିଡ଼ିଓଟିକୁ ମୁଁ ଏଇଠି ସମାପ୍ତ କରୁଛି। ରହୁଛି। ନମସ୍କାର।